ଘଟିଲା ପୁଣି ଏକ ଲୋମଟାଙ୍କୁରା ଘଟଣା। ବିଶ୍ୱକର୍ମା ପୂଜା ସାଜିଲା କାଳ। 22 ବର୍ଷର ପୁଅ ସହିତ ଘଟିଲା ଲୋମଟାଙ୍କୁରା ଘଟଣା। କେନ୍ଦୁଝରର ଏକ ଫର୍ଣ୍ଣିଚର ଦୋକାନରେ ଘଟିଲା ଏକ ଶୋକଭରା ଘଟଣା। ସମସ୍ତେ ଦେଖି ଆଶ୍ଚର୍ଯ୍ୟ, କିଛି ବି ଭାବି ପାରୁନାହାନ୍ତି। ବାପା ମା କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନଥାଏ। ବାପା ମା'ର ଗୋଟେ ବୋଲି ପୁଅ ବିଭୂତି। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ମା ତାରିଣୀଙ୍କୁ ଭକ୍ତି କରନ୍ତି, ତାଙ୍କୁ ପୂଜା କରନ୍ତି, ତାହେଲେ ଭିଡ଼ିଓକୁ ଏକ ଲାଇକ୍ କରି କମେଣ୍ଟରେ ଲେଖି ଦିଅନ୍ତୁ ମା ତାରିଣୀ। କେନ୍ଦୁଝର ଜିଲ୍ଲା ତ୍ରିଲୋଚନପୁର ବ୍ଲକ ହଳିପୁର ଗ୍ରାମର ମୋହନ ବାବୁଙ୍କ ଏକମାତ୍ର ପୁଅ ବିଭୂତି ବହୁତ ଗେହ୍ଲାରେ ବଢ଼ିଛି। ମୋହନ ବାବୁଙ୍କ ଆର୍ଥିକ ଅବସ୍ଥା ବହୁତ ଶୋଚନୀୟ। ବହୁତ କଷ୍ଟରେ ପରିବାର ଚଳାନ୍ତି। ପୁଅ ବଡ଼ ହେଲା ପରେ ଭଲରେ ଅଛନ୍ତି। ମୋହନ ବାବୁଙ୍କ ସ୍ତ୍ରୀ, ସେ ବହୁତ ଠାକୁର ବିଶ୍ୱାସୀ। ସେ ମା ତାରିଣୀଙ୍କୁ ବହୁତ ବିଶ୍ୱାସ କରନ୍ତି, ବହୁତ ପୂଜା ବି କରନ୍ତି। ମା ତାରିଣୀଙ୍କ ପାଖରେ ଯାହା ମାନସିକ ରଖନ୍ତି ସବୁ ପୂରଣ ହୁଏ। ତାଙ୍କର ଘର ଚଳିବାକୁ ବହୁତ କଷ୍ଟ ହେଉଥିଲା। ତାଙ୍କ ପୁଅ କେନ୍ଦୁଝରର ଏକ ଫର୍ଣ୍ଣିଚର ଦୋକାନରେ କାମ କରୁଥିଲା। ସେଠାରେ ତାକୁ ମାସିକ ଦରମା 15,000 ଟଙ୍କା ଦିଅନ୍ତି। ସେହି ଟଙ୍କାରେ ତାଙ୍କ ଘର ଚଳୁଥିଲା। ବହୁତ ହସ ଖୁସିରେ ରହୁଥିଲେ। ବିଶ୍ୱକର୍ମା ପୂଜା ଆଉ ଜମା ଗୋଟେ ଦିନ ରହିଲା। ଦୋକାନକୁ ସଫାସଫି କରିବା ପାଇଁ ମାଲିକ ତାଙ୍କୁ କହିଲେ। ସଫା କରିଦେଲେ 17 ତାରିଖରେ ପୂଜା ହେବ। ମାଲିକ କହିଲେ, ବିଭୂତି, ଏଇ 2 ଖଣ୍ଡ କାଠ ବଟମ କଟର ମେସିନରେ କାଟି ଆଣିଲୁ। ବିଭୂତି କଥା ମାନି ନେଇଗଲା କଟର ମେସିନ ପାଖକୁ କାଟିବା ପାଇଁ। ବିଭୂତି ଷ୍ଟାଣ୍ଡ କଟର ମେସିନରେ ବଟମ କାଟୁ କାଟୁ ମଝିରୁ ବଟମଟି ଭାଙ୍ଗିଗଲା। ଆଉ ବିଭୂତିର ହାତ ଖସିଗଲା। କଟର ବ୍ଲେଡ ପାଖକୁ କିଛି ଭାବିବା ପୂର୍ବରୁ କ'ଣ ହୋଇଗଲା କିଛି ଜାଣିପାରୁନଥିଲା। ଦେଖେ ତ 4ଟି ଆଙ୍ଗୁଳି କଟି ଝୁଲି ପଡ଼ିଛି। ରକ୍ତରେ ସୁଅ ଛୁଟୁଥାଏ। ବିଭୂତି ତା'ର ଆଙ୍ଗୁଳିକୁ ଦେଖି କିଛି ଭାବି ପାରୁନଥାଏ। ମାଲିକ ଭାବିଲେ, ବିଭୂତି କ'ଣ କରୁଛି, ଏପର୍ଯ୍ୟନ୍ତ ଆସୁନି ବଟମ ନେଇ। ମାଲିକ ଯାଇ ଦେଖିଲା ବେଳକୁ ବିଭୂତିର ଆଙ୍ଗୁଳି କଟି ଝୁଲି ପଡ଼ିଛି, ଆଉ ରକ୍ତରେ ସେ ଏରିଆ ଭର୍ତ୍ତି ହୋଇଛି। ତାଙ୍କର ମୁଣ୍ଡ କିଛି କାମ କଲାନି। ଆମ୍ବୁଲାନ୍ସକୁ ସଙ୍ଗେ ସଙ୍ଗେ ଫୋନ କଲେ। ଏପଟେ ତାଙ୍କ ଘର ଲୋକଙ୍କୁ ଫୋନ କଲେ। ବିଭୂତିର ବାପା ମା ଆସି ପହଞ୍ଚିଗଲେ। ପୁଅର ଏ ଅବସ୍ଥା ଦେଖି ତାଙ୍କ ମାଙ୍କର ଚେତା ବୁଡ଼ିଗଲା। ତାଙ୍କ ମୁହଁରେ ପାଣି ଢାଳି ଚେତା ଫେରିଲା। ଏପଟେ ବିଭୂତିର ବାପା ପୁଅର ଏ ଅବସ୍ଥା ଦେଖି ମୁଣ୍ଡ କିଛି କାମ କରୁନଥାଏ। ଆମ୍ବୁଲାନ୍ସ ଆସିଗଲା ତାକୁ କଟକ ନେଇଗଲେ। ଆଉ ବିଭୂତିର ମା ସେଠି ଆଣ୍ଠେଇ ପଡ଼ି ହାତ ଯୋଡ଼ିଦେଲେ। ଆଉ କହିଲେ, ହେ ମା, ମୁଁ ତୁମର କି ଦୋଷ କରିଥିଲି? ମୋ ପୁଅର ଏମିତି ଅବସ୍ଥା କଲ। ଏମିତି କାହିଁକି କଲୁ ମା? ମୋ ପୁଅକୁ ଭଲ କରିଦେ। ତତେ ଯିଏ ବି ଭକ୍ତିରେ ଡାକନ୍ତି ତା କଥା ନିଶ୍ଚୟ ତୁ ଶୁଣୁ। ମୋ ପୁଅକୁ ଭଲ କରିଦେ ମା। ଏହା କହି ସେ ଆଣ୍ଠେଇ ପଡ଼ି କାନ୍ଦି କାନ୍ଦି ମା ତାରିଣୀଙ୍କୁ ଡାକୁଥାନ୍ତି। ଏପଟେ ବିଭୂତିକୁ ନେଇ ମାଲିକ ଆଉ ମୋହନ ବାବୁ କଟକରେ ପହଞ୍ଚିଗଲେ। ମେଡ଼ିକାଲରେ ଆଉ ଡକ୍ଟର କହିଲେ, ତାର ବ୍ଲଡ଼ ଦରକାର। ବ୍ଲଡ଼ କିଏ ଦେବ? ମୋହନ ବାବୁ ତାକୁ ବ୍ଲଡ଼ ଦେଲେ। ତାପରେ ତାର ଅପରେସନ ହେଲା। ବିଭୂତି ମେଡ଼ିକାଲରେ 20 ଦିନ ରହିଲା। ଯାହା ଟଙ୍କା ଦରକାର ହେଲା ମାଲିକ ସବୁ ଦେଲେ। ବିଭୂତି ଭଲ ହୋଇ ଘରକୁ ଆସିଲା। ଘରକୁ ଆସିଲା ପରେ ସମସ୍ତେ ମିଶି ଘଟଗାଁ ଗଲେ ମା ତାରିଣୀ ପାଖକୁ। ବିଭୂତିର ମା ଆଣ୍ଠେଇ ପଡ଼ି ହାତ ଯୋଡ଼ି କହିଲେ, ହେ ମା, ମୁଁ ଜାଣିଥିଲି ତୁ ନିଶ୍ଚୟ ମୋ ଡାକ ଶୁଣିବୁ। ମୁଁ ଜାଣିଛି ତତେ ଯିଏ ବି ଡାକିଛି ତୁ ତା କଥା ଶୁଣିଛୁ। ମୋ ପୁଅକୁ ଆଜି ଭଲ କରିଦେଲୁ ମା। ମୋ ପୁଅକୁ ଆଜି ଭଲ କରିଦେଲୁ।